ବର୍ତ୍ତମାନ ଏବେ ବି ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ଭଉଣୀମାନଙ୍କ ପାଇଁ ନେଇ ଆସିଛି ଆଉ ଗୋଟେ ନୂଆ ଅପଡେଟ୍ ଯାହା ଆପଣମାନଙ୍କୁ ସମସ୍ତଙ୍କୁ ଜାଣି ରଖିବା ନିହାତି ଜରୁରୀ ଅଟେ। ତେବେ ଅଙ୍ଗନବାଡ଼ି ଏବଂ ସହାୟିକା ଭଉଣୀମାନଙ୍କ ପାଇଁ କ'ଣ ରହିଛି ଅପଡେଟ୍ ଆସନ୍ତୁ ଆଜିର ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତେବେ ନଜର ପକାଇବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରିଥିଲେ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ଅଲ୍ରେ ସର୍ଟକଟ୍ ରଖନ୍ତୁ ଯାହାଦ୍ୱାରା ଆପଣମାନେ ଆଗକୁ ଏଭଳି ନୂଆ ନୂଆ ଲାଟେଷ୍ଟ ଅପଡେଟ୍ର ନୋଟିଫିକେସନ୍ ପାଇପାରିବେ। ତେବେ ବନ୍ଧୁଗଣ ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିନେବା। ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ସୁଭଦ୍ରାରେ ଏକକାଳୀନ ଏମାନଙ୍କୁ 5 ନୁହେଁ ବରଂ ମିଳିବ 6500 ଟଙ୍କା ଜାଣନ୍ତୁ କାହିଁକି। ତେବେ ଚାଲନ୍ତୁ ଜାଣିନେବା ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ସୁଭଦ୍ରା ଯୋଜନାରେ ଏମାନଙ୍କୁ ଗୋଟିଏ କିସ୍ତିରେ 5 ନୁହେଁ ମିଳିବ 6500 ଟଙ୍କା। ସୁଭଦ୍ରା ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ପୁରସ୍କାର। ଅଙ୍ଗନବାଡ଼ି କର୍ମୀଙ୍କୁ 1500 ଟଙ୍କା ସେହିପରି ସହାୟିକାଙ୍କୁ 500 ଟଙ୍କାର ପୁରସ୍କାର ମଧ୍ୟ ମିଳିବ। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ପଞ୍ଚମ ପର୍ଯ୍ୟାୟ ଟଙ୍କା ଯାଇଛି। 2,30,000ରୁ ଅଧିକ ହିତାଧିକାରୀ ପାଇସାରିଛନ୍ତି ଏହି ସହାୟତା। କୋଟିଏ ଛୁଇଁଲା ହିତାଧିକାରୀଙ୍କ ସଂଖ୍ୟା। ଯେଉଁ ମହିଳାମାନେ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇନାହାନ୍ତି କିମ୍ବା ଦ୍ୱିତୀୟ କିସ୍ତିରେ ଟଙ୍କା ପାଇବେ ନାହିଁ ସେମାନେ ମଧ୍ୟ ସୁଭଦ୍ରାରୁ ବଞ୍ଚିତ ହେବେ ନାହିଁ ବୋଲି ପୂର୍ବରୁ ପ୍ରଭାତୀ ସ୍ପଷ୍ଟ କରିସାରିଛନ୍ତି। ସୁଭଦ୍ରା ଯୋଜନା ପ୍ରତି ଘରେ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହି କ୍ରମରେ ଡୋର୍ ଟୁ ଡୋର୍ ଯାଇ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଏହି ପ୍ରକ୍ରିୟାରେ ଅଙ୍ଗନବାଡ଼ି କର୍ମୀ ମଧ୍ୟ ସାମିଲ ରହିବେ। ସୁଭଦ୍ରା ଯୋଜନା ଆରମ୍ଭରୁ ଅଙ୍ଗନବାଡ଼ି କର୍ମୀଙ୍କର ନିରନ୍ତର ସହଯୋଗ ରହିଆସିଛି। ସେଥିପାଇଁ ସରକାର ସେମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଚିନ୍ତା କରିଛନ୍ତି। ଏହିପରି ହେଲେ ସୁଭଦ୍ରା ଟଙ୍କା ସହ ସେମାନଙ୍କୁ ଅତିରିକ୍ତ 1500 ଟଙ୍କା ପ୍ରଦାନ କରାଯିବ। ସେହିଭଳି ଅଙ୍ଗନବାଡ଼ି କର୍ମୀଙ୍କୁ ବା ଅଙ୍ଗନବାଡ଼ି ସହାୟିକାଙ୍କୁ 500 ଟଙ୍କା ପ୍ରଦାନ କରିବେ ସରକାର। ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ରାଶି ପ୍ରଦାନ କରାଯାଉଛି। ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସେମାନଙ୍କୁ ଏକକାଳୀନ 6500 ଟଙ୍କା ପ୍ରଦାନ କରାଯିବ। ସରଳ ଭାଷାରେ କହିବାକୁ ଗଲେ ହିତାଧିକାରୀ ଭାବେ ସେମାନେ ପ୍ରତି କିସ୍ତିରେ 500 ଟଙ୍କା ଲେଖାଏଁ ପାଇବେ, କିନ୍ତୁ ପ୍ରୋତ୍ସାହନ ରାଶି ଭାବେ ସେମାନଙ୍କୁ ଥରେ ମାତ୍ର 1500 ଟଙ୍କା ମିଳିବ। ଏ କ୍ରମରେ ମାର୍ଚ୍ଚ 8ରେ ଆସିବାକୁ ଥିବା ଦ୍ୱିତୀୟ କିସ୍ତିରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରିପାରନ୍ତି ସରକାର। ତେବେ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ବଡ଼ ଖୁସି ଖବର ଆସି ପହଞ୍ଚିଛି ଯାହା ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବାକୁ ପାଇଲେ। ତେବେ ଆଜିର ଭିଡ଼ିଓଟି ଥିଲା ଖାସ୍ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଲ୍ଲେ ବଲ୍ଲେ। ତେବେ ଆଉ ନୂଆ ନୂଆ ଭିଡ଼ିଓ ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲ୍ ସହ ଯୋଡ଼ି ରୁହନ୍ତୁ। ଚ୍ୟାନେଲ୍ ସହ ଯୋଡ଼ି ରହିବାକୁ ହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ରେ ସେଟ୍ କରି ରଖନ୍ତୁ। ଏବଂ ଆପଣ ପ୍ରଥମ କିସ୍ତି ପାଇଛନ୍ତି ସୁଭଦ୍ରା ଯୋଜନାର ନା ନାହିଁ ତାହା ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ। ଆମେ ମଧ୍ୟ ଜାଣିପାରିବୁ ଯେ କେତେ ପରସେଣ୍ଟ ଲୋକ ଏହି ସୁଭଦ୍ରା ଯୋଜନା ଲାଭ ପାଉଛନ୍ତି। ତେବେ ରହୁଛି ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ।